जगन्नाथ महाप्रभुଙ୍କର ସ୍ନାନ ଯାତ୍ରା କେମିତି ସୁରୁଖୁରୁରେ ହେବ ସେଥିପାଇଁ ସମସ୍ତ ବାବଦରେ ଆଲୋଚନା କରାଗଲା ଯେ ଯେଉଁ ସମସ୍ୟା ଥିଲା ସେ ସମସ୍ୟା କେମିତି ଆଗରୁ ସମାଧାନ ହେବ ଆଉ ପ୍ରପରଲି ସେ ଜାଗା ମଧ୍ୟ ପ୍ରପରଲି ପରିଷ୍କାର କରାଯିବ ଭକ୍ତମାନେ ସାରା ଦିନ କେମିତି ଜଗନ୍ନାଥଙ୍କୁ ଦର୍ଶନ କରିବେ ସେଥିପାଇଁ ଆମର ଆଜି ନିଷ୍ପତ୍ତି ନିଆଗଲା ଯେମିତି ଦିନ ସାରା ଦର୍ଶନ କରିବା ପରେ ରାତି ବେଳା ମହାପ୍ରଭୁଙ୍କର ଭୋଗ ସରିଲା ପରେ ସାଣମାଲା ଦର୍ଶନ କରାଯିବ ସାଣମାଲା ଦର୍ଶନ କରାଯାଇକରି ଜଗନ୍ନାଥ ମହାପ୍ରଭୁଙ୍କର ପହଣ୍ଡି ବିଜେ କରାଯିବ ପହଣ୍ଡି ବିଜେ କରାଗଲା ପ୍ରଭୁଙ୍କର ଆମେ ଚେଷ୍ଟା କରିବୁ ଜଗନ୍ନାଥ ମହାପ୍ରଭୁଙ୍କର ଅଣସର ନୀତି ସେଦିନ କରିବା ପାଇଁ ସବୁବେଲା ତାଙ୍କର ଇଚ୍ଛା ନିଶ୍ଚିନ୍ତ ଭାବରେ ସମସ୍ତଙ୍କର ସହଯୋଗରେ ନୂଆ ସରକାର ଆସିଛନ୍ତି ତାଙ୍କର ମଧ୍ୟ କାଲି ମଧ୍ୟ ତାଙ୍କ ସାଙ୍ଗେ ଯାହା ଆଲୋଚନା ହେଇଥିଲା ସେ ମଧ୍ୟ ସମସ୍ତଙ୍କର ପ୍ରସ୍ତାବ ଦେଇଥିଲେ ମହାପ୍ରଭୁଙ୍କର ନିଶ୍ଚୟ ଜଗନ୍ନାଥ ମହାପ୍ରଭୁଙ୍କ କାମ ଆମେ ସବୁବେଳେ ଦଇତାପତି ନିଜକୁ କରିଆସିଛି ବିଫୋର ଟାଇମ୍ରେ ଆମେ ଚେଷ୍ଟା କରିବୁ ମହାପ୍ରଭୁଙ୍କ କାମ କେମିତି ସୁନ୍ଦର ଭାବରେ କରାଯିବ ସେଇଟା ହେଲା ଆମର ତାଙ୍କ ସାଙ୍ଗେ ଆଜି ଆଲୋଚନା ସେଇଟା ମଧ୍ୟ ଆମେ ତାଙ୍କୁ କହିଛୁ ଏଇଟା ରେକର୍ଡ ଅଫ୍ ରାଇଟ୍ ହିସାବରେ ଯେଉଁମାନଙ୍କର ଯାହା ଦାୟିତ୍ୱ ରହିଛି ସେମାନଙ୍କ ସାଙ୍ଗେ ପ୍ରଶାସକ କଥା ହେଇକି ତାକୁ ଫାଇନାଲ କରିବେ ସେଇଟା ଆମ କାମ ନୁହଁ ଆମେ ଚାହିଁବୁ ଜଗନ୍ନାଥଙ୍କ କାମ କରିବା ପାଇଁ ଜଗନ୍ନାଥ କାହିଁକିନା ରଥଯାତ୍ରା ଗୋଟେ ଏମିତି ଜିନିଷ ରଥଯାତ୍ରାଠୁ ସ୍ନାନ ପୂର୍ଣ୍ଣିମାଟା ଆମେ ଯେଉଁ ମାସେ ଦାୟିତ୍ୱ ନେଉ ଯେଉଁଟା ଯେତେ ଦୋଷ ଆସେ ସେଇଟା ହେଲା ଦଇତାପତିଙ୍କ ମଣ୍ଡକୁ ପଳେଇ ଆସେ ସେ ଯେଉଁଟାକି ଆମେ ପ୍ରାକ୍ଟିକାଲି ଜଣେଇଦେଲୁ ଯେ ଯେଉଁମାନେ ୟା ଦେହରେ ତ୍ରୁଟି କରିବେ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବା ଦରକାର ତ ଜଗନ୍ନାଥ ମହାପ୍ରଭୁଙ୍କ କାମ ପାଇଁ ଆମେ ସବୁବେଳେ ପାଇଁ ପ୍ରଭୁ ପାଖରେ ଅଛୁ ଆମେ ମହାପ୍ରଭୁଙ୍କ କାମ କରୁ ସେଇଟା ପ୍ରଶାସକ ଦାୟିତ୍ୱ ସେଇଟା ମୋ ଦାୟିତ୍ୱ ନୁହଁ ଘଟଣା ହେଉଛି ପ୍ରଶାସକ ଯଦି ପ୍ରପରଲି ନିଯୋଗମାନଙ୍କ ସାଙ୍ଗେ କଥା ହେଇ ସମ୍ପୃକ୍ତ ଲୋକମାନେ ଯେଉଁମାନେ ଯିବେ ସେଠି ସେମାନେ ଯଦି ଠିକ୍ ଭାବେ କରିପାରିବେ ସେଇଟା ତାଙ୍କ କଥା ଆମେ ଆମ ପ୍ରସ୍ତୁତ ହେଉଛି ଆମେ ହେଲା ଶ୍ରୀରଙ୍ଗର ଦାୟିତ୍ୱ ଆମର ମହାପ୍ରଭୁଙ୍କ ଦାୟିତ୍ୱ ହେଲା ଆମର ଆମେ ଶ୍ରୀରଙ୍ଗ ପାଖରେ ଆମେ ଆମର ଦଇତାପତିମାନେ ରହିବୁ ତଳେ ବସି ରହିବୁ ଜଗନ୍ନାଥ ମହାପ୍ରଭୁ କେମିତି ଭଲ ଭାବରେ ସ୍ନାନ ଯାତ୍ରାର ସ୍ନାନ କେମିତି ହେବ କାରଣ କୋଟି କୋଟି ଲୋକ ଟିଭିରେ ଆପଣମାନଙ୍କ ଟିଭିରେ ଦେଖିବେ ସେଇଟା କରାଯିବ ଦ୍ୱିତୀୟ କଥା ହେଉଛି ଦର୍ଶନ କେମିତି ସୁନ୍ଦର ହେବ ହାତୀ ବେଶଟାକୁ କେମିତି ଆମେ ସୁନ୍ଦର ଭାବେ ରଖିବୁ ଯେମିତି 3-4 ଘଣ୍ଟା 5 ଘଣ୍ଟା ରହିବ ଯେଉଁଥିରେ କି ହାତୀ ବେଶ ବହୁତ କମ୍ ସମୟ ଭିତରେ ବାହାର କରାଯାଏ ତାକୁ ମଧ୍ୟ ଆମେ ଚିନ୍ତା କରୁଛୁ ଚଳିତ ବର୍ଷ କେମିତି ହାତୀ ବେଶ ଲେଟ୍ ପର୍ଯ୍ୟନ୍ତ ରହିବା ପରେ ଜଗନ୍ନାଥ ମହାପ୍ରଭୁଙ୍କର ପହଣ୍ଡି ବିଜେ ଆମର ତାର ଆଉ ଗୋଟେ ମିଟିଂ ହେବା ପାଇଁ କଥା ହେଇଛି ସେ ଯେଉଁ ଆଗ ଏନେ ସ୍ନାନ ପୂର୍ଣ୍ଣିମା ପାଇଁ ଆମେ କଥା ହେଉଛୁ ତାର ଆଉ ଗୋଟେ ମିଟିଂ ହେଲା ପରେ ନା ସେମିତି ଆମ ନଲେଜ ଭିତରେ ନାହିଁ ଆମେ ତାକୁ ଦେଖିନୁ ଜାଣିନୁ ସେ ଯେଉଁ ତାକୁ ଆମେ ପ୍ରପରଲି ଆମେ ସେତେବେଳେ ଜନ୍ମ ହେଇନଥିଲୁ ଆମେ ସେ କଥା କାହିଁ ଭାବୁ ଯଦି 71 ମସିହାରେ ଜନ୍ମ ହେଇଥିଲୁ କିନ୍ତୁ 71 ବର୍ଷ ବେଳକୁ ଆମେ ଜନ୍ମ ହେଇଥିଲୁ କିନ୍ତୁ ଆମେ ଛୋଟ ପିଲା ଥିଲୁ ଆମେ ସେ ନିଶ୍ଚିନ୍ତ ଭାବରେ ଆମେ ଆପଣମାନଙ୍କର ଯେଉଁ ସହଯୋଗ ରହିଛି ସହଯୋଗରେ ନିଶ୍ଚିନ୍ତ ଭାବରେ ଆମେ ଚେଷ୍ଟା କରିବୁ ଜଗନ୍ନାଥ ମହାପ୍ରଭୁଙ୍କର ଯେଉଁ ନିୟମାବଳୀ କରାହେଇଛି ବ୍ୟବସ୍ଥାବଳୀ କରାହେଇଛି ତାକୁ ଫଲୋଅପ୍ କରିବା କେମିତି ମହାପ୍ରଭୁ କାମ ସସକାଳିଆ ହେବା ପାଇଁ ଆମେ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରୁଛୁ ନିଶ୍ଚିନ୍ତ ଭାବରେ ହେବ ବୋଲି ମୋର ଆଶା ଆଉ ବିଶ୍ୱାସ ଜୟ ଜଗନ୍ନାଥ ତଥ୍ୟ ଯାହା 1971 ମସିହାରେ ହେଇଥିଲା ତାକୁ ଆଧାର ନେଇକରି ବର୍ତ୍ତମାନ ହେବା ପାଇଁ ନିଷ୍ପତ୍ତି ହେଇଛି ଏବଂ ଏଥର ରଥଯାତ୍ରାଟା ଯେଉଁ ଟାଇମ୍ ଟେବୁଲ୍ 71 ଥିଲା ତାଠୁ ଆଉ ଟିକେ ବେଗାବେଗି କେମିତି କରାଯିବ ସେଥିପାଇଁ ମୁଖ୍ୟ ପ୍ରଶାସକ ଅନୁରୋଧ କରିଥିଲେ ଏବଂ ଅନୁରୋଧକୁ ସମସ୍ତ ଦଇତାପତିମାନେ ତାଙ୍କୁ ସମ୍ମତି ଦେଇଥିଲେ ଯେ ମହାପ୍ରଭୁ ସେଦିନ ସମସ୍ତ ନୀତିଗତିକି ଦେଖିକିରି ଆମେ ସମସ୍ତେ ଚେଷ୍ଟା କରିବୁ ତାକୁ ସମୟ କମେଇବା ପାଇଁ ସବୁ ପ୍ରଭୁଙ୍କ ହାତରେ ଇଚ୍ଛା ବୋଲି ନିଷ୍ପତ୍ତି ହେଇଛି ତେଣୁକରି ଆମେ ଆଶା କରୁଛୁ ସମସ୍ତଙ୍କୁ ଅନୁରୋଧ କରାଯାଇଛି କାମଦାମ ଯେମିତି ଶୀଘ୍ର ମହାପ୍ରଭୁଙ୍କ ପାଖରେ ସମସ୍ତ ଜିନିଷ ଯୋଗାଇବେ ଏବଂ ମହାପ୍ରଭୁଙ୍କର କାର୍ଯ୍ୟକ୍ରମରେ ଯେଉଁ ଭଲ ଜିନିଷ ସବୁ ଯାହା ସବୁ ଲାଗିବ ବାସୁଙ୍ଗା ପାଟଠୁ ଓଷଠୁ ସର୍ବାଙ୍ଗଠୁ ଯାହା ସବୁ ଜିନିଷ ଲାଗିବ ସାମଗ୍ରୀ ସେ ସବୁ ଭଲ 1 ନମ୍ବର କ୍ୱାଲିଟିର ଜିନିଷ ସବୁ ଲାଗିବ
ଏବଂ ସମସ୍ତ ପ୍ରକାର ଆଲୋଚନା ହେଇକି ଆଲୋଚନା ହିଁ ଫଳପ୍ରଦ ହେଉଛି। ନାଇଁ ଶୁଣନ୍ତୁ, ଯୋଉଟା 71 ମସିହାରେ ହେଇଥିଲା ସେଇ ଆଧାରରେ ହେବା ପାଇଁ ବ୍ୟବସ୍ଥା ହେଇଛି। ତା ଯୋଉଭଳି ପଟିଦିଅଙ୍କ ପାଖରୁ ଯାଇଥିଲା ଆଜ୍ଞାମାଳ, ତେଣୁକରି ବର୍ତ୍ତମାନ ଆଜ୍ଞାମାଳ ବିଷୟ ଉପରେ ଟିକେ ରହିଛି। ତେଣୁକରି ସେଇଟା ଯାହା ବି ହଉ ସ୍ନାନ ପୂର୍ଣ୍ଣିମା ପରେ ଆଲୋଚନାରେ ପୁରା ତାର ଯୋଉଟା ଆପଣ ସନ୍ଦେହ କରୁଛନ୍ତି ତାର ନିଶ୍ଚିତ ଭାବରେ ସେଇଟା ଆଲୋଚନା ଏଥିରେ ସମାଧାନ ହେବ। ପ୍ରାପ୍ୟ ପାଉଣା ବିଷୟରେ ଦଇତାଙ୍କର ତ ବ୍ୟାପକ କ୍ଷତି ହେବ, କାହିଁକିନା ନବଯୌବନ ପାଇଁ ଲୋକ ବନ୍ଦ କରିଦେଲେ। ନବଯୌବନ ଉଭା ସମସ୍ତ ଲୋକ ଯେତେବେଳେ ବନ୍ଦ ହେବ ଆଉ ଦଇତାପତିଙ୍କର ବ୍ୟାପକ ପଇସା ପତ୍ର ତା ଦେହରେ ରହୁଛି। ତେଣୁକରି ସେଇଟା ସେ କହିଛନ୍ତି 22 ପରେ ଆମେ ସମ୍ପୂର୍ଣ୍ଣ ନିଯୁଗର ମୁଖ୍ୟ କର୍ମକର୍ତ୍ତାଙ୍କ ଧରିକି ଆଲୋଚନା କରିବୁ, ତାର ସମାଧାନ କରିବୁ। ଗତ ବର୍ଷର ସାଧାରଣ ପଇସା କିଛି ଥିଲା, ସେ ହେଇଯାଇଛି। ସେ ପଇସା କିଛି ନୁହେଁ, ଏ ହାତୀ ବେଶ ଖୋରାକି ଏମିତି କେତେଟା ପଇସା ଥିଲା, ସେ ହେଇଯାଇଛି। ଦେବସ୍ନାନ ପୂର୍ଣ୍ଣିମା ପରେ ତାଙ୍କର ଯାହା ସବୁ ଅଛି ସେ ନିଶ୍ଚିତ ଭାବରେ ଦେବସ୍ନାନ ପୂର୍ଣ୍ଣିମା ଯେମିତି ଭକ୍ତମାନେ ଯେମିତି ବୁଲିକରି ଦର୍ଶନ କରି ଯାଉଥିଲେ, ଦିନ ତମାମ ଦର୍ଶନ ଲାଗି ରହିବ। ଆଉ ତଳେ ଭକ୍ତମାନେ ଦର୍ଶନ କରିକି ଯିବେ ଏବଂ ହାତୀ ବେଶ ସମୟରେ ପୁରା ନିକଟତର ହେଇକି ଦର୍ଶନ କରିବେ, ଯେମିତି ଗଲା ବର୍ଷ ହେଇଥିଲା ସେଇଭଳି ଭାବରେ ହେବ।